ସଦା ପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ ଏବଂ ଏହି ସମୟରେ ଏହି ଭିଡ଼ିଓକୁ ଦେଖୁଥିବା ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ କୁଷ୍ଠ ରୋଗୀର ସୁସ୍ଥତା ବିଷୟରେ ପ୍ରକାଶ କରିବା ପାଇଁ ଚାହେଁ। ଆପଣମାନେ କିଛି ସମୟ ସଠିକ୍ ଭାବରେ ଶୁଣନ୍ତୁ, ସଠିକ୍ ଭାବରେ ବୁଝିବା ପାଇଁ ଚେଷ୍ଟା କରନ୍ତୁ ଏବଂ ଆପଣ ସମସ୍ତ ଲୋକଙ୍କୁ ମୋର ଅନୁରୋଧ ଏବଂ ପ୍ରଭୁ ଯୀଶୁଙ୍କ ନାମରେ ନମସ୍କାର କରୁଅଛି। ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ, ଯଦି ଏହି ସମୟରେ ଆପଣମାନଙ୍କ ପାଖରେ ପବିତ୍ର ବାଇବଲ ଅଛି ତାହେଲେ ଦେଖନ୍ତୁ, ମାର୍କ ଲିଖିତ ସୁସମାଚାର ତାର 1:40 ପଦ ଦେଖିବା ନିମନ୍ତେ ଯିବା। ପୁରାତନ ବିଷୟରେ ଜଣେ ବ୍ୟକ୍ତି ଯଦି ରୋଗରେ ଆକ୍ରାନ୍ତ ହୁଏ ତାହେଲେ সেই ବ୍ୟକ୍ତି ପାଇଁ ଯାଜକମାନେ ପ୍ରାୟଶ୍ଚିତ କରୁଥିଲେ ଏବଂ ପୁରାତନ ନିୟମରେ ବଳି ଉତ୍ସର୍ଗ କରାଯାଉଥିଲା। ଜଣେ ବ୍ୟକ୍ତି ଯଦି ପାପ କରେ ତାହେଲେ সেই ପାପ କରିଥିବା ବ୍ୟକ୍ତି ପାଇଁ ବଳି ଉତ୍ସର୍ଗ କରାଯାଉଥିଲା। କିନ୍ତୁ ଆଉ ଗୋଟେ ବିଷୟ ଜାଣିବା ଦରକାର ପ୍ରଭୁଙ୍କର ପ୍ରିୟ ଲୋକମାନେ, ପୁରାତନ ନିୟମରେ ବଳି ଉତ୍ସର୍ଗ କରୁଥିଲେ ପାପକୁ ଢାଙ୍କିବା ନିମନ୍ତେ, କିନ୍ତୁ ସମ୍ପୂର୍ଣ୍ଣ ରୂପେ ପାପ କ୍ଷମା ହେଉନଥିଲା। କିନ୍ତୁ ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ଏହି ନୂତନ ନିୟମର ପ୍ରଭୁ ଯୀଶୁ ଜଣେ କୁଷ୍ଠ ରୋଗୀକୁ ସୁସ୍ଥତା କରୁଅଛି, ଏହି ବିଷୟରେ ଆପଣମାନଙ୍କ ପାଖରେ କିଛି ଗଭୀରତା ସହିତ ପ୍ରକାଶ କରିବା ପାଇଁ ଚାହେଁ। ଆପଣ ସମସ୍ତ ଲୋକଙ୍କୁ ମୋର ଅନୁରୋଧ ଯେ ଆପଣମାନେ ଏହି ଚ୍ୟାନେଲକୁ ସବସ୍କ୍ରାଇବର କରନ୍ତୁ ଏବଂ ଏହି ପ୍ରକାର ଚ୍ୟାନେଲ ମାନଙ୍କୁ ମଧ୍ୟ ଆପଣମାନେ ସବସ୍କ୍ରାଇବର କରନ୍ତୁ। ତେବେ ଯାଇ ଆପଣମାନେ କିଛି ନା କିଛି ଶିଖିପାରିବେ, ଜାଣିପାରିବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆସନ୍ତୁ ଏହି ଜାଗାରେ ଲେଖାଯାଏ, ଏଥିମଧ୍ୟରେ ଜଣେ କୁଷ୍ଠୀ ତାହାଙ୍କ ନିକଟକୁ ଆସି, ଅର୍ଥାତ୍ ପ୍ରଭୁ ଯୀଶୁଙ୍କ ନିକଟକୁ ଆସି ଜାନୁ ପାତି ତାହାଙ୍କୁ ବିନତି କରି କହିଲା। ସେହି କୁଷ୍ଠୀ ରୋଗୀ ପ୍ରଭୁ ଯୀଶୁଙ୍କ ପାଖରେ ଆସି ଜାନୁ ପାତି ତାହାଙ୍କୁ ବିନତି କରି କହିଲା, ଆପଣ ଯଦି ଇଚ୍ଛା କରନ୍ତି। କ'ଣ କରନ୍ତି ପ୍ରଭୁଙ୍କର ପ୍ରିୟ ଲୋକମାନେ? সেই କୁଷ୍ଠୀ ରୋଗୀ ପ୍ରଭୁ ଯୀଶୁଙ୍କୁ କହୁଅଛି ଯେ ଆପଣ ଯଦି ଇଚ୍ଛା କରନ୍ତି ତାହେଲେ ମୋତେ ଶୁଚି କରିପାରନ୍ତି। এই বিষয়ে সেই ରୋଗୀ ପ୍ରଭୁ ଯୀଶୁଙ୍କୁ କହୁଅଛି। କିନ୍ତୁ ବର୍ତ୍ତମାନ ସମୟରେ ତାହାର ଉଲ୍ଟା ଚାଲିଛି। ଅନେକ ପ୍ରଭୁଙ୍କର ପ୍ରିୟ ଲୋକମାନେ ଲୋକମାନଙ୍କୁ କହନ୍ତି ଯେ ମୁଁ ପ୍ରାର୍ଥନା କଲେ ତୁମେ ସୁସ୍ଥତା ପାଇବ, এই ପ୍ରକାର କହନ୍ତି ଏବଂ ଅନେକ ଜାଗାମାନଙ୍କରେ ଆପଣମାନେ ଶୁଣିବେ, ଦେଖି ମଧ୍ୟ ଥିବେ, ଫୋନ୍ ମାଧ୍ୟମରୁ ମଧ୍ୟ ମୁଁ ପ୍ରାର୍ଥନା କଲେ ଯାଇ ତୁମେ ସୁସ୍ଥତା ପାଇବ ବୋଲି ଲୋକମାନଙ୍କୁ କହୁଛନ୍ତି। ସେହି ପ୍ରକାର କରୁଥିବା ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନଙ୍କୁ ମୋର ଗୋଟିଏ ପ୍ରଶ୍ନ, ଆପଣମାନେ ପ୍ରାର୍ଥନା ନ ଯାଇକି ମଧ୍ୟ, ରବିବାର ଦିନ ପ୍ରାର୍ଥନା ନ ଯାଇକି ମଧ୍ୟ ଘରେ ଥାଇ ଆପଣମାନେ ଫୋନ୍ ମାଧ୍ୟମରେ ସବୁକିଛି କରିବା ଦରକାର। କିନ୍ତୁ ବର୍ତ୍ତମାନ ସମୟରେ ଅନେକ ଲୋକ ସେମାନେ କହୁଛନ୍ତି ମୋତେ ବିଶ୍ୱାସ କର, ମୁଁ ପ୍ରାର୍ଥନା କଲେ ତୁମେମାନେ ସୁସ୍ଥତା ପାଇବ, এই ବିଷୟ କହୁଛନ୍ତି ଏବଂ ଯୀଶୁଙ୍କ ପଟେ ରାସ୍ତା ନ ଦେଖାଇ ନିଜ ପଟେ ଆକର୍ଷଣ କରୁଛନ୍ତି। କିନ୍ତୁ ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ, ଆପଣମାନେ ରାତିଦିନ ପ୍ରାର୍ଥନା କରନ୍ତୁ କିମ୍ବା ରାତିଦିନ ଆପଣମାନେ ଗୋଟେ ବ୍ୟକ୍ତିଙ୍କର ଦ୍ୱାରା ଆପଣମାନେ ପ୍ରାର୍ଥନା କରାଇ ହୁଅନ୍ତୁ, ଯେ ପର୍ଯ୍ୟନ୍ତ ପ୍ରଭୁ ଯୀଶୁ ଇଚ୍ଛା କରିନାହାନ୍ତି ଶୁଚି କରିବା ପାଇଁ, ପବିତ୍ର କରିବା ପାଇଁ ଏବଂ ଆପଣଙ୍କର ରୋଗକୁ ସୁସ୍ଥ କରିବା ପାଇଁ,
ସେ ପର୍ଯ୍ୟନ୍ତ କିଛି ମଧ୍ୟ ହେବ ନାହିଁ। ଯେ ପର୍ଯ୍ୟନ୍ତ ପ୍ରଭୁ ଯୀଶୁ ଇଚ୍ଛା କରିନାହାନ୍ତି ଆପଣଙ୍କୁ ସୁସ୍ଥ କରିବା ପାଇଁ, ସେ ପର୍ଯ୍ୟନ୍ତ ଆପଣମାନେ ରାତିଦିନ ପ୍ରାର୍ଥନା କଲେ ମଧ୍ୟ, ଅନ୍ୟ ଜଣଙ୍କର ଦ୍ୱାରା ପ୍ରାର୍ଥନା କଲେ ହେଲେ ମଧ୍ୟ ଆପଣ ସୁସ୍ଥତା ପାଇପାରିବେ ନାହିଁ। କିନ୍ତୁ ଯଦି ପ୍ରଭୁ ଇଚ୍ଛା କରନ୍ତି ତାହେଲେ ଆପଣଙ୍କୁ ସୁସ୍ଥ କରିପାରନ୍ତି, ମୋତେ ସୁସ୍ଥ କରିପାରନ୍ତି, ଆପଣ ସମସ୍ତ ଲୋକଙ୍କୁ ସୁସ୍ଥ କରିପାରନ୍ତି। କିନ୍ତୁ ବର୍ତ୍ତମାନ ସମୟରେ କ'ଣ ଚାଲିଛି ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମେମାନେ ଯଦି ଈଶ୍ୱରଙ୍କର ପବିତ୍ର ବାଇବଲରେ ଦେଖିବା ତାହେଲେ ପ୍ରଭୁ ଯୀଶୁ ଅନେକ ଲୋକଙ୍କୁ ସୁସ୍ଥ କରିଛନ୍ତି, ଅନେକ ମିରାକଲ କରିଛନ୍ତି, ଅନେକ ହିଲିଂ କାମ କରିଛନ୍ତି। ଏବଂ ପ୍ରଭୁଙ୍କର ପ୍ରିୟ ଦାସ ପାଉଲ ମଧ୍ୟ ଅନେକ ଆଶ୍ଚର୍ଯ୍ୟ କର୍ମ କରିଅଛି। ଏବଂ 50 AD 58 ଲାଷ୍ଟ ମିରାକଲ ଥିଲା ବା ଲାଷ୍ଟ ହିଲିଂ ଥିଲା ପାଉଲଙ୍କର। ପ୍ରଭୁ ଯୀଶୁଙ୍କ ସମୟରେ ଯେଉଁ ମିରାକଲ, ଯେଉଁ ସୁସ୍ଥତା, ଏବଂ ପ୍ରଭୁ ଯୀଶୁଙ୍କର ଶିଷ୍ୟମାନେ ମଧ୍ୟ ଯେଉଁ ସୁସ୍ଥତା ଲୋକମାନଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ କରୁଥିଲେ, ସେହି ସମୟରେ ଏବଂ ବର୍ତ୍ତମାନ ମଧ୍ୟରେ ବହୁତ ଫରକ ଅଛି। ପ୍ରଭୁ ଯୀଶୁ ଆଶ୍ଚର୍ଯ୍ୟ କରନ୍ତି, ଲୋକଙ୍କୁ ସୁସ୍ଥତା କରନ୍ତି, এই ବିରୁଦ୍ଧରେ କହୁନାହିଁ। କିନ୍ତୁ ବର୍ତ୍ତମାନ ସମୟରେ କ'ଣ ଚାଲିଛି ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁଙ୍କ ସମୟରେ ପ୍ରଭୁ ଯୀଶୁ ହଉ କିମ୍ବା ଶିଷ୍ୟମାନେ ହୁଅନ୍ତୁ ନା କାହିଁକି, ଏବଂ ଭାବବାଦୀମାନେ ମଧ୍ୟ କେହି ମଧ୍ୟ ଲୋକମାନଙ୍କୁ ପ୍ରାର୍ଥନା କରି ତଳକୁ ଅଦ୍ରାଇ ନାହାନ୍ତି। ଏବଂ ବର୍ତ୍ତମାନ ସମୟରେ ଚାଲିଛି ଅନ୍ୟ ଭାଷା, ରାବା ରାବା ଲାକା ରାକା ବୋଲି କହୁଛନ୍ତି। এই বিষয় ମଧ୍ୟ ବାଇବଲରେ ଯଦି ଦେଖିବେ ତାହେଲେ କେହି ମଧ୍ୟ କହିନାହାନ୍ତି, କିନ୍ତୁ ବର୍ତ୍ତମାନ ସମୟରେ ଚାଲିଛି। କିନ୍ତୁ ଆଉ ଗୋଟେ ବିଷୟ ମଧ୍ୟ ଜାଣିବା ଦରକାର, ପ୍ରଭୁ ଯୀଶୁ କାହା କାହାକୁ ପ୍ରେରିତ, କାହା କାହାକୁ ଭାବବାଦୀ, କାହା କାହାକୁ ଶିକ୍ଷକ, କାହା କାହାକୁ ପ୍ରଚାରକ ଏ ପ୍ରକାର ନିଯୁକ୍ତି କରିଅଛନ୍ତି। କାହାକୁ କେଉଁ ବରଦାନ ଦିଆଯାଇଅଛି, କାହାକୁ ସୁସ୍ଥ କରିବାର ବରଦାନ, କାହାକୁ ଆଶ୍ଚର୍ଯ୍ୟ କରିବାର ବରଦାନ। କିନ୍ତୁ ପ୍ରଭୁ ଯୀଶୁ ହିଁ କହିଅଛନ୍ତି ଭଣ୍ଡ ଭାବବାଦୀ ମାନେ ମଧ୍ୟ ଏହି ପ୍ରକାର କରିବେ, ଅନେକ ଆଶ୍ଚର୍ଯ୍ୟ କରିବେ ବୋଲି ପ୍ରଭୁ ଯୀଶୁ କହନ୍ତି। କିନ୍ତୁ ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ, ଆପଣମାନେ ଉପବାସ ପ୍ରାର୍ଥନା କରନ୍ତୁ କିମ୍ବା ଅନେକ ଜାଗାରେ ଆପଣମାନେ ଯାଆନ୍ତୁ ପ୍ରାର୍ଥନା କରେଇ ହେବା ନିମନ୍ତେ, ଯେ ପର୍ଯ୍ୟନ୍ତ ପ୍ରଭୁ ଯୀଶୁ ଇଚ୍ଛା କରିନାହାନ୍ତି ସେ ପର୍ଯ୍ୟନ୍ତ ଆପଣମାନେ ସୂଚି ହେଇପାରିବେ ନାହିଁ, ଗୋଟିଏ ରୋଗରୁ ମୁକ୍ତ ପାଇପାରିବେ ନାହିଁ। ପ୍ରଭୁ ଯୀଶୁ କହିଲେ ତୋର ବିଶ୍ୱାସ ତୋତେ ସୁସ୍ଥତା ଦେବ। କିନ୍ତୁ ବର୍ତ୍ତମାନ ସମୟରେ ଅନେକ ଖ୍ରୀଷ୍ଟୀୟ ବିଶ୍ୱାସିନୀ ମାନେ କାହାକୁ ବିଶ୍ୱାସ କରୁଛନ୍ତି, ପ୍ରଭୁ ଯୀଶୁଙ୍କୁ ନା ପ୍ରଭୁ ଯୀଶୁଙ୍କର ଦାସମାନଙ୍କୁ? ଆମେମାନେ ପ୍ରଭୁ ଯୀଶୁଙ୍କ ଦାସମାନଙ୍କୁ ବିଶ୍ୱାସ କରିବା ତାହା ମଧ୍ୟ ଅଛି, କିନ୍ତୁ ଆମେ କାହାକୁ ବିଶ୍ୱାସ କରୁଛୁ? ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ନିଜକୁ ନିଜେ ଭାବନ୍ତୁ ଏବଂ ଆପଣମାନେ ଆଶ୍ଚର୍ଯ୍ୟ ପଛରେ ଚାଲୁଛନ୍ତି ସୁସ୍ଥତା ପାଇବା ନିମନ୍ତେ, ରୋଗରୁ ମୁକ୍ତ ହେବା ନିମନ୍ତେ। ଯେ ପର୍ଯ୍ୟନ୍ତ ଆପଣମାନେ ପ୍ରଭୁ ଯୀଶୁଙ୍କ ପାଖରେ ନିଜର ଭୁଲକୁ ଯଦି ସ୍ୱୀକାର କରିବେ ନାହିଁ ଏବଂ ପ୍ରଭୁ ଯୀଶୁ ଯଦି ଇଚ୍ଛା କରିବେ ନାହିଁ, ତାହେଲେ ପ୍ରଭୁଙ୍କର ପ୍ରିୟ ଲୋକମାନେ ଆପଣମାନେ ସୂଚି ହେଇପାରିବେ ନାହିଁ କିମ୍ବା ହେଇପାରିବେ। ଜଣେ ଖ୍ରୀଷ୍ଟିଆନ ବ୍ୟକ୍ତି ପ୍ରଭୁକୁ ପାଇଲା ପରେ ସେ ଯଦି ମଦ ପିଏ, ଅନେକ ପ୍ରକାର ନିଶା ଦ୍ରବ୍ୟ କରେ, ତାହେଲେ ସେ ବ୍ୟକ୍ତି କୋଉଠି ଯିବ? ଆପଣମାନଙ୍କୁ ମୋର ପ୍ରଶ୍ନ। এই ସମୟରେ এই ଭିଡ଼ିଓକୁ ଦେଖୁଥିବା ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଦାସଦାସୀ, ଖ୍ରୀଷ୍ଟୀୟ ବିଶ୍ୱାସିନୀ ମାନେ, এই ଜାଗାରେ ଲେଖାଯାଏ ଏଥିମଧ୍ୟରେ ଜଣେ କୁଷ୍ଠୀ ତାହାଙ୍କ ନିକଟକୁ ଆସି ଜାନୁପାତି ତାହାଙ୍କୁ ବିନତି କରି କହିଲା, ଆପଣ ଯଦି ଇଚ୍ଛା କରନ୍ତି ତାହେଲେ ମୋତେ ସୂଚି କରିପାରନ୍ତି। କିନ୍ତୁ ବର୍ତ୍ତମାନ ସମୟରେ କ'ଣ ଚାଲିଛି ପ୍ରଭୁଙ୍କର ପ୍ରିୟ ଲୋକମାନେ?
ଖ୍ରୀଷ୍ଟୀୟ ବିଶ୍ୱାସୀ ବିଶ୍ୱାସିନୀ ମାନେ ମଧ୍ୟ ମିରାକାଲ ପଛରେ ଆଶ୍ଚର୍ଯ୍ୟ ପଛରେ ଧାଉଁଛନ୍ତି। ଅନେକ ମିଟିଂରେ ଯାଉଛନ୍ତି, ସେ ମିଟିଂରେ ଗଲେ ତଳକୁ ଓଦରାଉଛନ୍ତି, କିନ୍ତୁ ପ୍ରଭୁ ଯୀଶୁ ଉପରକୁ ଉଠାନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ଲୋକମାନେ ତଳକୁ ଓଦରାଉଛନ୍ତି ଏବଂ ପ୍ରଭୁଙ୍କର ପ୍ରିୟ ଲୋକମାନେ ଆପଣମାନେ ଆଶ୍ଚର୍ଯ୍ୟ ପଥରେ ଚାଲୁଛନ୍ତି, ମିରାକାଲ ପଛରେ ଚାଲୁଛନ୍ତି। ଆପଣମାନେ ଯେତେ ମିରାକାଲ ଚାହାନ୍ତୁ, ଯେତେ ଆଶ୍ଚର୍ଯ୍ୟ କର୍ମରେ ଆପଣମାନେ ଭୁଲନ୍ତୁ, ଯଦି ପ୍ରଭୁ ଯୀଶୁ ଇଚ୍ଛା କରିବେ ନାହିଁ ତାହେଲେ ଆପଣମାନେ ସୁସ୍ଥତା ପାଇପାରିବେ ନାହିଁ। କିନ୍ତୁ ପ୍ରଭୁ ଯୀଶୁ ଇଚ୍ଛା କରିବେ ତାହେଲେ ଆପଣମାନେ ସୁସ୍ଥତା ପାଇବେ। ହେଲେ ଆପଣମାନଙ୍କ ମନରେ ଗୋଟିଏ ପ୍ରଶ୍ନ ଆସିବ, ପ୍ରଭୁ ଯୀଶୁଙ୍କର ଦାସମାନେ କ'ଣ ସୁସ୍ଥ କରନ୍ତି ନାହିଁ? ପ୍ରଭୁ ଯୀଶୁଙ୍କ ନାମରେ କରନ୍ତି। ଉଦାହରଣ ସ୍ୱରୂପ ଭାବି ନିଅନ୍ତୁ, ଗୋଟିଏ ଗ୍ରାମରେ ଗୋଟିଏ ଗାଈ ରଙ୍ଗ କ୍ଷୀର ଦେଉଅଛି। ତାକୁ ଲୋକମାନେ କହିଲେ, ସେ ଗାଁର ଲୋକମାନେ, ଭାଇ ତୁମେ ଯଦି ଖ୍ରୀଷ୍ଟିଆନ, ପ୍ରଭୁ ଯୀଶୁଙ୍କର ସତ୍ୟ ଦାସ, ତାହେଲେ ଗାଈ ନିମନ୍ତେ ପ୍ରାର୍ଥନା କର ଯେପରି ଏ ଧଳା କ୍ଷୀର ଦେଇପାରିବ, କାରଣ ଆଗରେ ସେ ରଙ୍ଗ କ୍ଷୀର ଦେଉଅଛି। ସେହି ସମୟରେ ପ୍ରଭୁ ଯୀଶୁଙ୍କର ଦାସ ପ୍ରାର୍ଥନା କଲେ ଏବଂ ଗାଁର ଅନେକ ଲୋକମାନେ ଥିଲେ। ସେ ପ୍ରାର୍ଥନା କରିବା ଦ୍ୱାରା ସେ ଗାଈ ରଙ୍ଗ କ୍ଷୀର ଦେଉଥିବା ଜାଗାରେ ସେ ଧଳା କ୍ଷୀର ଦେଲେ। ହେଲେ ଏହି ଜାଗାରେ ପ୍ରଭୁ ଯୀଶୁ କାର୍ଯ୍ୟ କଲେ ଏବଂ ସେଇ ଦାସଙ୍କର ପ୍ରାର୍ଥନା ଶୁଣିଲେ ଏବଂ ପ୍ରଭୁ ଯୀଶୁ ଇଚ୍ଛା କରିଥିବା ହେତୁ ସେଇ ଗାଈକୁ ଧଳା କ୍ଷୀର ଦେବା ନିମନ୍ତେ ପ୍ରଭୁ ସାହାଯ୍ୟ କଲେ। କିନ୍ତୁ ସେଇ ଦାସ ଯଦି ଗର୍ବ କରିବ, ସେ ଏଇ ଗ୍ରାମରେ ତ ଗୋଟିଏ ଗାଈକି ରଙ୍ଗ କ୍ଷୀର ଦେଉଥିଲା, ପ୍ରାର୍ଥନା କଲା ପରେ ଧଳା କ୍ଷୀର ବାହାରିଲା, ଏ ପ୍ରକାର ଅନେକ ଜାଗା ମାନଙ୍କରେ ଯାଇ କରିବି, এই বিষয় ভাবি সে অনেক জায়গা মানকরে যাই যদি সেমিতি করিব, যদি প্রভু যীশুଙ୍କର ইচ্ছা নথিব তাহলে কেমিতি ହେବ? প্রভুଙ୍କର প্রিয় ଲୋକମାନେ ଆପଣଙ୍କ ଇଚ୍ଛା ଅନୁସାରେ ଲୋକମାନଙ୍କୁ ସୁସ୍ଥତା କରିବେ ନା ପ୍ରଭୁଙ୍କର ଇଚ୍ଛା ଅନୁସାରେ କରିବେ? ନା ପ୍ରଭୁ ସୁସ୍ଥତା ଦେବ ନା ଆପଣମାନେ ସୁସ୍ଥତା ଦେବେ? ପ୍ରଭୁଙ୍କର ପ୍ରିୟ ଲୋକମାନେ, যে পর্যন্ত প্রভু যীশু ইচ্ছা করে না সে পর্যন্ত আপন মানে সূচি হয়ে পারিবে না, গোটে রোগর মুক্ত হয়ে পারিবে না। আপন মানে ভাবন্তু, মু আপন মানক বিরুদ্ধরে কহু না, আপন মানক শিক্ষা দেউছি, আপন মানে জানন্তু এবং আপন মানে ঈশ্বরଙ୍କର পবিত্র বাইবেলে লেখা আছে, প্রভুଙ୍କର প্রিয় লোক মানে আপন মানে গুপ্ত কোটরে যায় আপন মানে প্রার্থনা করন্তু, তেবে প্রভু যীশু প্রার্থনা শুনিবে। আপনার প্রার্থনার নিবেদন লোকମାନଙ୍କ পাখে পটান্তু না। মতো জ্বর হয়েছি, মুন্ড বতা হয়েছি, অনেক বিষয় হয়েছে, মো পাই টিকে প্রার্থনা করো, এই নিবেদন আপন মানে করন্তু না। কারণ আপন মানে নিজ প্রভু যীশুଙ୍କୁ জানি অছন্তি। আপনার প্রার্থনা প্রভু যীশু শুনিবে। আপনার গুপ্ত কোটরে প্রবেশ করি নিজের পাপকে স্বীকার করন্তু, নিজের ভুলকে স্বীকার করন্তু, প্রভু নিশ্চয় শুনিবে। কিন্তু আপন মানে প্রভু যীশুଙ୍କ পাখରେ বিশ্বাস ন କରି ଅନ୍ୟ ଲୋକମାନଙ୍କୁ বিশ্বাস କରି ନିଜର ପ୍ରାର୍ଥନା ନିବେଦନ ପଠାଉଛନ୍ତି। ଆମେମାନେ ପ୍ରାର୍ଥନା ନିବେଦନ ପଠାଇବା, କିନ୍ତୁ ପ୍ରଭୁ ଯୀଶୁଙ୍କର ବାକ୍ୟକୁ ଅନେକ ଜାଗାମାନଙ୍କୁ ପ୍ରଚାର କରିବା ନିମନ୍ତେ ମୋ ପାଇଁ ଟିକେ ପ୍ରାର୍ଥନା କର ବୋଲି କହିପାରିବା ଦରକାର। କିନ୍ତୁ ବର୍ତ୍ତମାନ ସମୟରେ ଉଲ୍ଟା ହେଇଯାଇଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ ହେଉ যে ଆପଣମାନଙ୍କୁ କହିବା ପାଇଁ ଚାହେଁ, যে পর্যন্ত প্রভু যীশু ইচ্ছা করে না সে পর্যন্ত কিছু মধ্যে হেবার চান্স নাই। এই ছোটিয়া বাক্য দ্বারা আপনার সমস্ত লোকଙ୍କୁ প্রভু আশীর্বাদ করন্তু।